ଭାଗ୍ୟ ବଦଳାଇବେ ଶନିଦେବ। ତ ବୃଷଭ ରାଶିମାନଙ୍କ ପାଇଁ 9th ଓ 10th ହାଉସ୍‌ର ଲର୍ଡ଼ ହୋଇଥାନ୍ତି ଶନିଦେବ, ଯିଏକି ଆପଣଙ୍କ ପାଇଁ ଯୋଗକାରକ ଗ୍ରହ ଅଟନ୍ତି। ତ ଶନିଦେବଙ୍କର ନକ୍ଷତ୍ର ପରିବର୍ତ୍ତନ ବା ଶେଷ ନକ୍ଷତ୍ରର କୁ ଯିବା ଶନିଦେବଙ୍କର କିପରି ପ୍ରଭାବ ପକାଉଛି ବୃଷ ରାଶିମାନଙ୍କ ଉପରେ, ତ ଚାଲନ୍ତୁ ଜାଣିବା। ତ 17 ମେରୁ ଶନିଦେବ ନକ୍ଷତ୍ର ପରିବର୍ତ୍ତନ କରିସାରିଛନ୍ତି। ତ କେଉଁ ବୃଷମାନଙ୍କ ପାଇଁ ଏହା ଭଲ ଅଟେ ଓ କାହାକୁ ଅତ୍ୟଧିକ ପଜିଟିଭ ରେଜଲ୍ଟ ମିଳିବ, ତ ଚାଲନ୍ତୁ ଜାଣିବା। ତ ବୃଷ ରାଶିରେ 3ଟି ନକ୍ଷତ୍ର ଅଛି। ନକ୍ଷତ୍ର କଥା କ'ଣ ପାଇଁ କୁହାଯାଉଛି ନା ଶନି ଏଠି ରାଶି ପରିବର୍ତ୍ତନ କରିନାହାନ୍ତି, ଶନି ଏଠି ନକ୍ଷତ୍ର ପରିବର୍ତ୍ତନ କରିଛନ୍ତି। ତ ବୃଷ ରାଶିମାନଙ୍କର ପାଇଁ 3ଟି ନକ୍ଷତ୍ର ଥାଏ, ଯେ କୃତ୍ତିକା, ରୋହିଣୀ ଓ ମୃଗଶିରା। ତ କେଉଁ ନକ୍ଷତ୍ରକୁ ବହୁତ ଭଲ ପଜିଟିଭ ରେଜଲ୍ଟ ଦେବାକୁ ଯାଉଛନ୍ତି ଶନିଦେବ, ତ ଚାଲନ୍ତୁ ଜାଣିବା। ତ ଶନିଦେବ ରେବତୀ ନକ୍ଷତ୍ରକୁ ଯାଇଛନ୍ତି ଓ ଏହା ଅକ୍ଟୋବର 9 ତାରିଖ ପର୍ଯ୍ୟନ୍ତ ରେବତୀ ନକ୍ଷତ୍ରରେ ରହିବେ, ଯାହାକି ନକ୍ଷତ୍ରର ଶେଷ ନକ୍ଷତ୍ର ଅଟେ। ତ କିପରି ରହିବ ବୃଷମାନଙ୍କ ପାଇଁ, ତ ପ୍ରଥମେ ଆମେ ଜାଣିନେବା କୃତ୍ତିକା ନକ୍ଷତ୍ରମାନଙ୍କ ପାଇଁ। ଏହି ଭିଡ଼ିଓ ଆପଣଙ୍କର ଜେନେରାଲ ପ୍ରେଡିକ୍ସନ୍ ଅଟେ। ଏହା ଜନ୍ମରାଶି ଚନ୍ଦ୍ରରାଶି ଦ୍ୱାରା ଆଧାରିତ ଅଟେ। ଆପଣ ତ କହୁଥିବେ ନା, ରାଶିଫଳ ତ ଶୁଣୁଛି ହେଲେ ଏତେ ଇମ୍ପାକ୍ଟ ପକାଉନି କାହିଁକି, ଯାହା ବି କହୁଛି ତାହାର ବିପରୀତ ହେଉଛି, ବା ସେଇ କଥା ଠିକ୍ ଭାବରେ ହେଉନି, ନେଗେଟିଭ୍ ଯାହା କହୁଛି ତ ହେଇଯାଉଛି। ହେଲେ ଶୁଣନ୍ତୁ, ଆପଣଙ୍କର ନକ୍ଷତ୍ର ବି ବିଶେଷ ପ୍ରଭାବ ପକାଏ ଆପଣଙ୍କ ଜୀବନ ଉପରେ। ତ ଏଠି ଶନିଦେବଙ୍କ ନକ୍ଷତ୍ର ପରିବର୍ତ୍ତନ କୃତ୍ତିକା ନକ୍ଷତ୍ର ପାଇଁ ଏତେ ଭଲ ରେଜଲ୍ଟ ଦେବନି ଏଠି। ତ ଉତ୍ତରା ଭାଦ୍ରପଦରେ ଏବେ ଯେଉଁ 17 ମେ ପର୍ଯ୍ୟନ୍ତ ଥିଲେ, ତାହା ବହୁତ ଭଲ ରେଜଲ୍ଟ ଦେଉଥିଲେ, ବହୁତ ଭଲ ପଜିଟିଭ୍ ଆପଣମାନଙ୍କ ପାଇଁ ଥିଲେ। କିନ୍ତୁ ଏବେ ନକ୍ଷତ୍ର ପରିବର୍ତ୍ତନ କରି କୃତ୍ତିକାମାନଙ୍କ ପାଇଁ ଏତେ ବେଶୀ ଭଲ ରେଜଲ୍ଟ ଦେବେନି। ଦେଖ, ରାଶି ଅନୁସାରେ ତ ଶନିଦେବଙ୍କ 50% ରହିବ, ହେଲେ ଆପଣଙ୍କ ନକ୍ଷତ୍ର ଅନୁସାରେ ଆପଣଙ୍କ ପାଇଁ ନେଗେଟିଭ୍ ତ ନୁହେଁ, ହେଲେ ଏତେ ବେଶୀ ପଜିଟିଭ୍ ବି ରେଜଲ୍ଟ ଦେବେନି। ଆପଣଙ୍କୁ ଏଠି ଶନିଦେବଙ୍କର ମନ୍ତ୍ର ଜପ କରିବାକୁ ପଡ଼ିବ ଓ ଭୈରବ କାଲ ଭୈରବ ଯେଉଁ ମହାଦେବଙ୍କର ରୂପ ଅଛି ତାଙ୍କୁ ପୂଜା କରିବାକୁ ପଡ଼ିବ। ଆପଣମାନଙ୍କ ପାଇଁ ଶ୍ରେଷ୍ଠ ରହିବ। ରାଶି ହିସାବରେ ତ ଠିକ୍, କିନ୍ତୁ ନକ୍ଷତ୍ର ହିସାବରେ ଏତେ ବି ପଜିଟିଭ୍ ରେଜଲ୍ଟ ମିଳିବ ନାହିଁ ଆପଣଙ୍କୁ। ଏଠି ମଧ୍ୟ ଆପଣଙ୍କୁ ଏହାପରେ ଜାଣିବା ଆମେ ରୋହିଣୀ ନକ୍ଷତ୍ର। ରୋହିଣୀ ନକ୍ଷତ୍ରମାନଙ୍କ ପାଇଁ ଲଟେରୀ ଲାଗିବାକୁ ଯାଉଛି, କାରଣ ପୂର୍ବରୁ ଆପଣ ଦେଖୁଥିବେ କି ଶନିଦେବ ଆପଣମାନଙ୍କର 11 ହାଉସ୍ରେ ଥିଲେ ମଧ୍ୟ ଆପଣଙ୍କୁ କୌଣସି ରେଜଲ୍ଟ ଦେଇନାହାନ୍ତି। ଆପଣ ଅଳସ୍ୟର ଶିକାର ଥିଲେ, ଆପଣଙ୍କର ଡିଲେ କାମ ହେଉଥିଲା। କିନ୍ତୁ ଏବେ ଉତ୍ତରା ଭାଦ୍ରପଦରୁ ଆସି ରୋହିଣୀରେ ଯେହେତୁ ପ୍ରବେଶ କରିସାରିଛନ୍ତି, ଆପଣ ଦେଖିଥିବେ କି ଆପଣ ଭିତରେ ଚେଞ୍ଜେସ୍ ଆସିସାରିବଣି। ଅଲରେଡ଼ି ଆପଣ କ୍ୟାରିୟର ପାଇଁ ଆପଣ ବହୁତ ପଜିଟିଭ୍ ହୋଇସାରିବଣି। ଆପଣ କୌଣସି ନା କୌଣସି ଆକ୍ଟିଭିଟି ଆରମ୍ଭ କରିଦେଇଥିବେ। ଡିସିପ୍ଲିନ୍ ରହିବାକୁ ବହୁତ ଚେଷ୍ଟା କରିବେଣି ଆପଣ ଏଇ 3-4 ଦିନ ଭିତରେ। ତ ରୋହିଣୀ ନକ୍ଷତ୍ରମାନଙ୍କ ପାଇଁ ଲଟେରୀ ଲାଗିବାକୁ ଯାଉଛି। ତ 9 ଅକ୍ଟୋବର ପର୍ଯ୍ୟନ୍ତ ଆପଣମାନଙ୍କ ପାଇଁ ଶାନଦାର ରହୁଛି। ଆପଣ ହାର୍ଡ଼ୱାର୍କ କରିବେ, ଚେଷ୍ଟା ଆପଣ କରିବେ ଓ ଆପଣଙ୍କୁ ମଧ୍ୟ ଶାନଦାର ରେଜଲ୍ଟ ମିଳିବ। ତ ଆମମାନଙ୍କର ରୋହିଣୀ ନକ୍ଷତ୍ରମାନଙ୍କର ଭାଗ୍ୟ ଖୋଲିବାକୁ ଯାଉଛି। ଖୁସିରେ ଝୁମି ଯାଆନ୍ତୁ, ଏହି ସମୟ ଆପଣମାନଙ୍କ ପାଇଁ ବହୁତ ଭଲ ଅଟେ। ତ ଆଗକୁ ବଢ଼ିବାକୁ ଆପଣ ଯାଉଛନ୍ତି, ଆପଣଙ୍କର ତରକ୍କି ହେବାକୁ ଯାଉଛି, ଆପଣଙ୍କର ଉନ୍ନତି ହେବାକୁ ଯାଉଛି। କୌଣସି ଡିଲେ ଆପଣଙ୍କର ଜୀବନରେ ଥିଲା ତାହା ମଧ୍ୟ ଶେଷ ହେବାକୁ ଯାଉଛି। ତ ଆପଣଙ୍କ ପାଇଁ ଏହା ଶାନଦାର ସମୟ ରହୁଛି। ଶନିଦେବ ଏତେ ଦେବେ ଯାହା ଆପଣ କେବେ ବି ଭାବି ପାରିନଥିବେ। ଏହି ସମୟରେ ତୈୟାର ରୁହନ୍ତୁ ଓ ଆପଣ ନିଜେ ଦେଖିବେ କି ଆପଣ ହାର୍ଡ଼ୱାର୍କ କରିବାକୁ ନିଜେ ହିଁ ତତ୍ପର ହୋଇଯିବେ। ଆପଣଙ୍କୁ କେବେ କେବେ ଲାଗିଥାଏ କି ମୁଁ ଏଇଟା କରିବି, ବହୁତ ଫୋର୍ସ ପରେ ଆପଣ କରିଥାନ୍ତି, କିନ୍ତୁ ଆପଣ ଏହି ସମୟରେ ଆପଣଙ୍କ କ୍ୟାରିୟରକୁ ଧ୍ୟାନ ଦେବେ। ଆଉ 2 ଜୁନ୍ ପରେ ତ ବୃହସ୍ପତି ଦେବ ଆପଣଙ୍କ 3rd ହାଉସ୍କୁ ଆସିଛନ୍ତି। ତ ଆପଣଙ୍କୁ 2 ଗୁଣିତ ପରିଶ୍ରମ ହାର୍ଡ଼ୱାର୍କ କରେଇବେ। ତ ଶନିଦେବ ମଧ୍ୟ ଆପଣଙ୍କୁ ରେଜଲ୍ଟ ଦେଉଛନ୍ତି। ତ ଏହା ଦେଖାଯାଇ ତ ଆପଣମାନଙ୍କ ପାଇଁ ଏହା ସର୍ବଶ୍ରେଷ୍ଠ ସମୟ ଅଛି। ଆପଣଙ୍କ କ୍ୟାରିୟରରେ କିଛି ବି ଆପଣ କରିପାରନ୍ତି। ତ ମୃଗଶିରା ନକ୍ଷତ୍ର ପାଇଁ ମଧ୍ୟ ପୂର୍ବରୁ ପଜିଟିଭ୍ ଥିଲା, କିନ୍ତୁ ରେବତୀ ନକ୍ଷତ୍ର ପାଇଁ ମଧ୍ୟ ଏତେ ରେଜଲ୍ଟ ଆସିକି ଶନିଦେବ ଆପଣଙ୍କ ମୃଗଶିରା, ଯେଉଁମାନଙ୍କର ବୃଷ ରାଶି ଓ ମୃଗଶିରା ନକ୍ଷତ୍ର ଅଟେ, ତ ପ୍ରଚଣ୍ଡ ବେଗରେ ପଜିଟିଭ୍ ହେବେନି, କିନ୍ତୁ ନେଗେଟିଭ୍ ବି ନୁହନ୍ତି। ତ ଆପଣଙ୍କ ରାଶି ଅନୁସାରେ ବହୁତ ଭଲ ରେଜଲ୍ଟ ଦେବେ, କିନ୍ତୁ ନକ୍ଷତ୍ର ଅନୁସାରେ ନୁହେଁ। ତ ଯଦି ଆପଣଙ୍କ ଲଗ୍ନ ଦେଖାଯାଏ ବୃଷଭ ଲଗ୍ନ, ମିଥୁନ ଲଗ୍ନ, କନ୍ୟା ଲଗ୍ନ, ମକର ଓ କୁମ୍ଭ, ଏହି ଲଗ୍ନମାନଙ୍କ ପାଇଁ ଶନିଦେବଙ୍କ ଗ୍ରହକାରକ ଆପଣମାନଙ୍କ ପାଇଁ ବହୁତ ଭଲ ରେଜଲ୍ଟ ଦେଉଛନ୍ତି। ତ ଆପଣଙ୍କୁ କହିବି
କୃତିକା ଓ ମୃଗଶିରା ନକ୍ଷତ୍ର ଯେଉଁମାନଙ୍କର ଅଛି ସେମାନେ କାଳ ଭୈରବଙ୍କର ପୂଜା ଏହି ସମୟରେ କରନ୍ତୁ ଓ ଶନିଦେବଙ୍କ ନାମ ଜପ କରନ୍ତୁ। ତ ରୋହିଣୀ ନକ୍ଷତ୍ର ଯେଉଁମାନଙ୍କର ଅଛି ମଧ୍ୟ ସେମାନେ ଶନିଦେବଙ୍କର ମନ୍ତ୍ର ଜପ 108 ଥର ଦିନକୁ କଲେ ଆପଣମାନଙ୍କ ପାଇଁ ଶୁଭ ଫଳ ପ୍ରାପ୍ତି ହେବ। ଓ ନୂଆ ଆସିଥିଲେ ଲାଇକ୍ ସେ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି